ପିଲାମାନେ ଆସ ଆଜି ଆମେ ଶିଖିବା ଆମେ କିପରି ସହଜରେ ଗୁଣନ କରିବା। ବେସିକାଲି ଆମେ ଗୋଟେ ସଂଖ୍ୟାକୁ କିପରି 11 ସହିତ ଆମେ ସହଜରେ ଗୁଣନ କରିପାରିବା। ବେସିକାଲି ଆମେ 2 ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଆରମ୍ଭ କରିବା। ମନେ କରାଯାଉ ଆମେ ଗୋଟେ ସଂଖ୍ୟା ନେଲେ 26, ତା ସହିତ ଆମେ ଗୁଣନ କରିବା 11। ସହଜ ଉପାୟରେ କିପରି ଗୁଣନ କରିପାରିବା। ପ୍ରଥମେ ଆମେ ଏଇ 2 କୁ 2 ଏଠି ଲେଖିଦେଲେ, 6 କୁ 6 ଏଠି ଲେଖିଦେଲେ। ବର୍ତ୍ତମାନ ଆମେ ଏଇ 2 ଆଉ 6ର ମିଶାଣ ଫଳ 6 ଯୁକ୍ତ 2 8, 6 2 8 ଆମେ ଏଠି ଲେଖିଦେଲେ। ବର୍ତ୍ତମାନ 286 ହେଉଛି ଆମର 26 ଆଉ 11ର ଗୁଣଫଳ। ଦେଖିଲେ କିପରି ସହଜ ଉପାୟରେ ମାତ୍ର ଗୋଟେ ସେକେଣ୍ଡରେ ଆମେ ଗୁଣନ ଫଳ ବାହାର କରିପାରିଲେ। ସେହିପରି ଆମେ ଆଉ ଗୋଟେ ସଂଖ୍ୟା ନେବା। ମନେ କରାଯାଉ ଆମେ ଗୋଟେ ସଂଖ୍ୟା ନେଲେ 93। 93କୁ ଆମେ 11 ସହିତ ଗୁଣନ କରିବା। ଆମେ ପ୍ରଥମେ 9 ଲେଖିଦେଲେ ଏବଂ ଟିକେ ସ୍ପେସ୍ ଦେଇ ଏଠି 3 ଲେଖିଦେଲେ। 9 3ର ମିଶାଣ ଫଳ ହେଉଛି ଆମର କେତେ 12। 12 ଯେହେତୁ ଅଛି ଆମେ ଏଇଠି 2 ଲେଖିବା ଆଉ 1କୁ ଏଇଠିକି କ୍ୟାରି ନେଇ ଆସିବା। ନେଇ ଆସିଲା ପରେ ଆମର କେତେ ହେଲା 9 1 10, ତ 10 2 କୁ 2 ରହିଲା 3। 1023 ହେଉଛି ଆମର 93 ଆଉ 11ର ଗୁଣଫଳ। ସେହିପରି ଆଉ ଗୋଟେ ସଂଖ୍ୟା ନେବା ଆମେ। ମନେ କରାଯାଏ ଆମେ ନେଲେ 35। 35 ସହିତ ଆମେ 11ର ଗୁଣଫଳ ବାହାର କରିବା। ଆମେ ଏଠାରେ ଲେଖିଦେଲେ 3 ଏବଂ 5। ବର୍ତ୍ତମାନ 3 ଆଉ 5ର ମିଶାଣ ଫଳ 8। ବର୍ତ୍ତମାନ 385 ହେଉଛି ଆମର ଗୁଣଫଳ। ଦେଖିଲେ ଆମେ କିପରି 2 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଆମେ 11 ସହିତ କିପରି ଗୁଣନ ନ କରିକି ଆମେ ଲେଖିପାରୁଛନ୍ତି। ଏଇଠି ଆମେ ପରୀକ୍ଷା କରି ଦେଖିଦେବା କିପରି ଆମେ ଗୁଣନ ନ କରିକି ଲେଖିଦେବା। ମନେ କରାଯାଏ ଆମେ ଗୋଟେ ସଂଖ୍ୟା ନେଲେ 37, ତା ସହିତ ଆମେ ଗୁଣନ କରିବା 11। ବର୍ତ୍ତମାନ ଆମେ ଏଠି ଲେଖିଦେଲେ କେତେ 3 ଏଠି ରହିବ, ଏଠି 7, 7 3 10, 0 ରଖି 1 କାରି ଆସିବ, ତ ଆମର ସଂଖ୍ୟାଟି ହେଲା କେତେ 407। ଏହିପରି ଉପାୟରେ ଆମେ ସର୍ଟକଟ୍ରେ ଗୁଣଫଳ ବାହାର କରିପାରିବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଆଉ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ ଭିଡ଼ିଓଟି କିପରି ଲାଗିଲା। ଥ୍ୟାଙ୍କ ୟୁ ଫର୍ ୱାଚିଂ।